ମୋର ପ୍ରିୟର କୁନି କୁନି ସୁନ୍ଦର ପିଲାମାନେ, କେହି ନୁହେଁ ତାର ଶରୀର। ଆଜି ଆମେ ଅଭ୍ୟାସ ପ୍ରଶ୍ନପତ୍ର କରିବା, ବୁଝିହେଲା। ତାହେଲେ ପ୍ରଥମେ ପିଲାମାନେ ଆମକୁ ଏଇଠି ଗୋଟେ ଚିତ୍ର ଦେଇଛି, ଆମେ ଦେଖିପାରୁଥିବା ହଁ କି ନାହିଁ? ତାହେଲେ ହଁ ସାର୍ ଦେଖିପାରୁଛେ। ପୁରା ସମ୍ପୂର୍ଣ୍ଣ ଭାବରେ କ୍ଲିଅରଲି ବୁଝେଇଦେବି, ଆଉ କେଉଁଠି ବି ଦେଖିବା ଦରକାର ନାହିଁ। ପୁରା ପରୀକ୍ଷାରେ ଯାଇକି ଲେଖିବ, ସମ୍ପୂର୍ଣ୍ଣ ମନେ ରହିବ, ବୁଝିହେଲା। ତାହେଲେ ପିଲାମାନେ କ୍ୱେଶ୍ଚିନ୍ କରିବା, ଉପରୋକ୍ତ ଚିତ୍ରରେ ତୁମେ ସବୁ କ'ଣ ଦେଖୁଛ, ବୁଝିହେଲା। ତାହେଲେ ପିଲାମାନେ ଉପରୋକ୍ତ ଚିତ୍ରରେ ଆମେ ଦେଖୁଛେ ପାହାଡ଼ ଆର ପାଖରେ ସୂର୍ଯ୍ୟ ଦୃଶ୍ୟମାନ ହେଉଅଛି। ଆଉ କ'ଣ ଦେଖୁଛେ? ପକ୍ଷୀମାନେ ଉଡ଼ିଯିବାର ଦେଖାଯାଉଛନ୍ତି। ପାହାଡ଼ର ପାଦଦେଶରେ ନଦୀଟିଏ ବହି ଯାଉଛି। ନଦୀ ମଧ୍ୟରେ ଡଙ୍ଗାଟିଏ ମଧ୍ୟ ଭାସୁଛି। ଆହୁରି ମଧ୍ୟ ଗଛ ଡାଳରେ ଚଢ଼େଇଟିଏ ବସିଛି। ପିମ୍ପୁଡ଼ିମାନେ ଯାଉଥିବାର ମଧ୍ୟ ଦେଖାଯାଉଛନ୍ତି। ନେକ୍ସଟ ଆମକୁ ପଚାରିଲା, ଚିତ୍ରରେ ଥିବା ପ୍ରାଣୀଙ୍କ ପରି ଆଉ କେଉଁ ସବୁ ପ୍ରାଣୀଙ୍କୁ ତୁମ ଘର ଆଖପାଖରେ ଦେଖିଛ? ପିଲାମାନେ ଆମେ ଶୁଆ, କାଉ, କୋଇଲି, କୁକୁଡ଼ା, କୁକୁର, ଗାଈ, ଛେଳି ଏସବୁକୁ ଆମେ ଆଖପାଖରେ ଦେଖିଛେ। ପିଲାମାନେ 3 ନମ୍ବର, ତୁମେ ଜାଣିଥିବା 5ଟି ଫୁଲ ଗଛର ନାମ କ'ଣ? ପିଲାମାନେ ଆମେ ଜାଣିଛେ ମଲ୍ଲି, ଟଗର, ଗୋଲାପ, ମନ୍ଦାର ଓ କଇଁ। ନେକ୍ସଟ ପ୍ରଶ୍ନ ଆମକୁ ଦେଇଥିଲା, ଆକାଶରେ ପକ୍ଷୀମାନେ ଉଡ଼ି ଯାଉଛନ୍ତି ଦେଖି ଆମ ମନରେ କ'ଣ ଭାବନା ଆସେ? ଆମ ମନରେ ଭାବନା ଆସେ ଯେ ସ୍ୱାଧୀନ ଭାବରେ, ସେହିପରି ସ୍ୱାଧୀନ ଭାବରେ ଆମେ ମଧ୍ୟ ଜୀବନ ବଞ୍ଚିବା ସେଇ ମନକୁ ଭାବନା ଆସେ। ଏବଂ ଆକାଶରେ ସେ କେମିତି ଉଡ଼ୁଛନ୍ତି, ତମ ମନରେ ଯାହା ବି ଭାବନା ଆସୁଛି ତମେ ତାହା ଲେଖିପାରିବ। ମୁଁ ଏଇଟା ଲେଖିଛି ତାହା ବୋଲି ତମେ ସେଇଟା ପଢ଼ିକି ଯିବ, ସେଇଟା ମାନେ ନାହିଁ। ନେକ୍ସଟ ପିଲାମାନେ ଦେଇଛି, ଆମେ କାହାଠାରୁ କ'ଣ ଶିଖିବା? ଗାରଟଣି ଯୋଡ଼ିବା, ବୁଝିହେଲା। ତାହେଲେ ଫୁଲ, ପିଲାମାନେ ଫୁଲ ଠାରୁ ଆମେ ଶିଖୁଛେ ସବୁବେଳେ ହସିବା। ପାହାଡ଼ ଠାରୁ ଶିଖିବା କେଡ଼େ ବଡ଼ ଲୋକ ସିଏ, ହେଲା, କିନ୍ତୁ ସେମିତି ସ୍ଥିର ହୋଇକି ରହିଛି। ତେଣୁ ଆମେ ଯେତେ ଉପରକୁ ଗଲେ ମଧ୍ୟ ଆମ ମନକୁ ସେମିତି ସ୍ଥିର କରିକି ରଖିବା। ଆମେ ସେମିତି ସ୍ଥିର, କାରଣ ଏ ଦୁନିଆରେ ସବୁକିଛି କ୍ଷଣସ୍ଥାୟୀ। ନେକ୍ସଟ, କୋଇଲି ଠାରୁ ମଧୁର କଥା କହି ଶିଖିବା। ଗଛଠାରୁ ଅନ୍ୟର ହିତ କରି ଶିଖିବା। ଏବଂ ନଦୀ ଠାରୁ କ'ଣ ଶିଖିବା? ଆଗକୁ ଆଗେଇ ଯିବା। ସେ ଧୀରେ ଭାବରେ ଆଗକୁ କେମିତି ଆଗେଇ ଯାଏ ସେଇଟା କାହାଠାରୁ ଶିଖିବା? ନଦୀ ଠାରୁ ଶିଖିବା। 2 ନମ୍ବର ପିଲାମାନେ ଦେଇଛି, ଆମେ କବିତାକୁ ପଢ଼ିବା ଏବଂ କାହାପରି ହେବାକୁ ଚାହିଁବା, ହେଲା। ତାହେଲେ ତାର ଚିତ୍ର କର, ନାମ ଲେଖ। ପିଲାମାନେ ଆମେ ପାହାଡ଼ ପରି ହେବାକୁ ଚାହିଁବା, କାରଣ ପାହାଡ଼ ଯେମିତି ସ୍ଥିର, ଏତେ ବଡ଼ ହେଇକି ମଧ୍ୟ ଆମେ ସେମିତି ସ୍ଥିର ହେଇକି ରହିବା। କି ଯାହାର ପସନ୍ଦ ଫୁଲ ହୋଇ ରହିବା ମଧ୍ୟ ସିଏ ଫୁଲ ଚିତ୍ର କରିପାରିବ। 3 ନମ୍ବର ପ୍ରଶ୍ନ, ପିଲାମାନେ ତଳ ଲିଖିତ ବାକ୍ୟଟିକୁ ପଢ଼ିବା ଏବଂ ଭାବିବା କବିତାର କେଉଁ ପଦରେ ଅଛି ଦେଖିବା ଓ ଲେଖିବା। ମୁଁ ଯେଉଁଠାରେ ରହିଲେ ବି କାହାରି ମନରେ ଦୁଃଖ ଦେବି ନାହିଁ। ଏକଥା କୋଇଲିର, କୋଇଲି ପରି ମିଠା ସ୍ୱରରେ କହିବି ସଦା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। ନେକ୍ସଟ ଖରେ, ମୋ ଲକ୍ଷ୍ୟ ପୂରଣ କରିବା ପାଇଁ ମୁଁ ମେରୁ ପରି ଅଟଳ ରହିବି। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ଗରେ, ମୁଁ ଦୁଃଖୀ ଲୋକଙ୍କ ଓଠରେ ହସ ଖେଳାଇବି ଓ ତାଙ୍କର ସାଥୀ ହୋଇ ରହିବି। ନଦୀ ପରାଏ ଆଗେଇ ଯିବି କରିବି ଜନହିତ, ଦୁଃଖୀ ଓଟରେ ହସ ଖେଳାଇ ହେବି ମୁଁ ତାର ମିତ। ନେକ୍ସଟ, ନଦୀ ଆମର କ'ଣ ଉପକାର କରେ? କୃଷି କାର୍ଯ୍ୟ ପାଇଁ ଜଳର ଆବଶ୍ୟକତା ପୂରଣ କରେ। ଲୋକମାନଙ୍କର ଜଳାଭାବ ଦୂର କରିବାରେ ସହାୟକ ହୁଏ। ନେକ୍ସଟ, ତୁମେ କେଉଁ ପରିସ୍ଥିତିରେ ଅନ୍ୟକୁ ସାହାଯ୍ୟ କରିବ? ଦୁଃଖରେ ଥିବା ଲୋକଙ୍କୁ ଦେଖିଲେ ତାର ଦୁଃଖ ଦୂର କରିବା ପାଇଁ ଚେଷ୍ଟା କରିବି। ଗରିବ ଲୋକଙ୍କୁ ଦେଖିଲେ ସାହାଯ୍ୟ କରିବି। 3 ନମ୍ବର ପ୍ରଶ୍ନ, ତୁମ ସାଙ୍ଗର 2ଟି ଭଲ ଗୁଣ ବିଷୟରେ ଲେଖ। ସେ ବଡ଼ମାନଙ୍କୁ ସମ୍ମାନ କରେ, ଦୁଃଖୀ ରକ୍ଷୀଙ୍କୁ ସାହାଯ୍ୟ କରେ। ନେକ୍ସଟ ଦେଇଛି ଆମକୁ, ଉପରେ ଦିଆଯାଇଥିବା ଆମେ ସାରଣୀକୁ ଦେଖିବା। ସେଥିରୁ ଯେକୌଣସି 2ଟି ଶବ୍ଦର ଉପରେ ପଢ଼ିବାକୁ ଦିଆହେଇଥିଲା, ହେଲା। ମୁଁ ଶବ୍ଦ ଗଠନ କରିଦେଇଛି, ଉପରଟା କିଛି କ୍ୱେଶ୍ଚିନ୍ ନାହିଁ, ହେଲା। ପାହାଡ଼, ଗ୍ରାମର ଶେଷରେ ପାହାଡ଼ଟିଏ ରହିଛି। ସଦାବେଳେ, ସଦାବେଳେ ସତ୍ କହିବା ଉଚିତ।
ନେକ୍ସଟ କବିତାରୁ ଖୋଜି ତଳେ ଦିଆଯାଇଥିବା ଶବ୍ଦ ପରି ସମତାନ ଶବ୍ଦ ଲେଖ। ହିତର ମିତ, ଯିଏର ସିଏ, ପରୀର ସରି, ମନର ଜନ। 3 ନମ୍ବର କଥାରେ କ'ଣ କହିବା ଲେଖ। ପରାୟର ପ୍ରାଏ, କରଇର କରି, ପଥେର ପଥରେ, ବିତରୀର ବିତରଣ କରି। 4 ନମ୍ବର ପ୍ରଶ୍ନ ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼, ପଢ଼ ଓ ଲେଖ। ପିଲାମାନେ ମୁଁ ଗୋଟେ କେତେ ଦେଇଛି, ତମେ ସେଇ ଅନୁସାରେ ତମ ମନକୁ ଯାହା ଆସୁଛି ତମେ କରିପାରିବ। ମୁଁ ଏଇଟା ଲେଖିଛି, ତମେ ସେଇଟା ଲେଖିବ ବୋଲି ଗ୍ୟାରେଣ୍ଟି ନାହିଁ। ନେକ୍ସଟ ଦେଇଛି ତଳେ ଦିଆଯାଇଥିବା ପଶୁପକ୍ଷୀଙ୍କ ମଧ୍ୟରୁ ଯେଉଁମାନେ ବଣରେ ରୁହନ୍ତି ସେମାନଙ୍କ ନାମ ଲେଖ। ତାହେଲେ ବାଘ, ସିଂହ, ବିଲୁଆ, ବାରାହା, ଭାଲୁ, ହାତୀ, ଠେକୁଆ, ମୟୂର।